मनोज दासଙ୍କ ସ୍ମୃତିର ପ୍ରଦୀପ। ସମୁଦ୍ର କୂଳର ଅନ୍ୟ ଏକ ଗ୍ରାମ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। କେତେ ଦୀପ ଲିଭିଯିବାର ଦେଖିଛି, କିନ୍ତୁ ଦ୍ୱୀପଟିଏ ଲିଭିଯାଇପାରେ, ଏହା ଅଙ୍ଗେ ଲିଭେଇଛି। ଦୀପ ଲିଭିଯାଏ। ମୁହୂର୍ତ୍ତକ ଆଗରୁ ଯେଉଁ ସ୍ନିଗ୍ଧ ଶିଖା ଅନ୍ଧାର ଭିତରେ ମୃଦୁ ଦ୍ୱିତୀର ଦ୍ୱୀପଟିଏ ସୃଜିଥାଏ, ତାର ନିର୍ବାଣରେ ଅନ୍ଧାରର ସମୁଦ୍ର ଭିତରେ ସେ ନମ୍ର ଦ୍ୱୀପଟି ବୁଡ଼ିଯାଏ। ଏକ ଯେ ଥିଲା ଗ୍ରାମ। ଉତ୍ତରରେ ସାଗରମୁଖୀ ଉତ୍ତାଳ ମହାନଦୀ, ପୂର୍ବ ଦିଗରେ ସମୁଦ୍ର, ପଶ୍ଚିମ ଓ ଦକ୍ଷିଣ ପ୍ରାନ୍ତକୁ ତାର ଆବରିଥାଏ ମହାନଦୀର ଏକ ନାମହୀନ ସ୍ରୋତସ୍ୱିନୀ। ଲୋକେ ତାକୁ ସ୍ନେହରେ ଖାଲି ନଈ ବୋଲି କହୁଥାନ୍ତି, ବାସ୍ତବରେ ଦ୍ୱୀପ ଗ୍ରାମଟିଏ। ସମୁଦ୍ର କୂଳବ୍ୟାପୀ ଗହନ ବନସ୍ତ ମୃଗକୁଳଙ୍କ ରାଜ୍ୟ। ସେ ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟ ହେଲେ ରହସ୍ୟମୟ ସାଧୁସନ୍ଥ। କଦାଚିତ୍ ବନସ୍ତରୁ ଭାସି ଆସେ ଠିକଣା ଶୂନ୍ୟ ଶଙ୍ଖଧ୍ୱନି, ବହି ଆସେ ଧୂପ ଝୁଣାର ବାସ୍ନା। ସେ ଦ୍ୱୀପଗ୍ରାମ ଚତୁର୍ଦିଗସ୍ଥ ଜନପଦ ସମୂହ ସମାହାରରେ ଏକଦା ଗଢ଼ି ଉଠିଥିଲା ଅନତି ବୃହତ୍ ଏକ ରାଜ୍ୟ। ଅନ୍ୟ ରାଜ୍ୟମାନଙ୍କ ଭଳି ସେ ଦ୍ୱୀପଗ୍ରାମକୁ ରାଜୁତି କରୁଥିବା ରାଜାଙ୍କର ମଧ୍ୟ ରହିଥିଲା ଅନ୍ତତଃ 2 ଧାଡ଼ି ସରିକି ପଦପଦବୀ। କିନ୍ତୁ ସେସବୁ ଲଳିତ ଏବଂ ବଳିଷ୍ଠ ପଦରାଜି ଭିତରୁ ଯେଉଁ ଗୋଟିକ ଦ୍ୱାରା ସେ ଥିଲେ ସଚରାଚର ପରିଚିତ, ସେ ଗୋଟିକ ଆବାଳ ବୃଦ୍ଧ ବନିତାଙ୍କ ମନରେ କିଞ୍ଚିତ୍ ଭୟ ଓ ବିପୁଳ ସମ୍ଭ୍ରମ ଉଦ୍ରେକ କରୁଥିବା ଏକ ଘନିଷ୍ଠ ପରିଚୟ। ଷଣ୍ଢ ରାଜା। ଷଣ୍ଢ ରାଜାମାନଙ୍କ ସମ୍ପର୍କରେ ପ୍ରବୀଣମାନେ ଯେତେ ଉପାଖ୍ୟାନ ଗପି ପାରୁଥିଲେ, ସେ ଦ୍ୱୀପଗ୍ରାମର ଶିଶୁମାନଙ୍କର କାହାଣୀ ଓ ରୋମାଞ୍ଚ ଦିଗରେ ତୃଷ୍ଣା ମେଣ୍ଟାଇବା ପାଇଁ ସେ ପୁଞ୍ଜି ଥିଲା ଯଥେଷ୍ଟ। ନଈ କୂଳରେ ଠିଆ ହୋଇ ଜନୈକ ଷଣ୍ଢ ରାଜା ନିଶ ପଇଠ କରି, ଅର୍ଥାତ୍ ନିଜର ପ୍ରକାଣ୍ଡ ତଥା ଦୀର୍ଘ ନିଶକୁ ଉଭୟ ଦିଗରେ ସନମ୍ର ଦଣ୍ଡାୟମାନ 2 ଜଣ ଭାଗ୍ୟବାନ ପରିଚାରକ ଉପରେ ନ୍ୟସ୍ତ କରି ଏକଦା ଏମନ୍ତ ପ୍ରବଳ ଭାବରେ ଅଟ୍ଟହାସ୍ୟ କରିଥିଲେ, ତାଙ୍କ ସହ ସାକ୍ଷାତ୍ ପ୍ରାର୍ଥୀ ଶତ୍ରୁ ରାଜାଙ୍କ ଦୂତ ବାପୁଡ଼ା ଛାନିଆରେ ନଦୀ ବକ୍ଷରୁ ନୌକା ଫେରାଇ ପଳାୟନ କରିଥିଲେ। ଇତିହାସର ଉପାଦାନ ରଞ୍ଜିତ ଅନ୍ୟ ଏକ କାହାଣୀ। ବଣୁଆ ଷଣ୍ଢ ନାମରେ ବିଦିତ ତରୁଣ ରାଜା ଚନ୍ଦ୍ରଧ୍ୱଜ ତାଙ୍କ ଅନୁଗତ ଧୀବର ପ୍ରଜାମାନଙ୍କୁ ତାଲିମ ଦେଇ ଗଢ଼ିଥିଲେ ଏକ ଦୁର୍ଦ୍ଦାନ୍ତ ନୌବାହିନୀ। ତାହା ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରଥମ ଯୁଗର କଥା। କମ୍ପାନୀରେ ପଣିଆ ଭରା ଜାହାଜକୁ ଚନ୍ଦ୍ରଧ୍ୱଜଙ୍କ କୁନି କୁନି ଶତାଧିକ ନୌକା ବେଢ଼ି ଯାଇ ଲୁଟପାଟ କରୁଥିଲେ। ଫଳରେ ଓଡ଼ିଶାରେ କମ୍ପାନୀର ରାଜନୈତିକ ଅନୁପ୍ରବେଶ ଆରମ୍ଭ ହେବା ମାତ୍ରେ ସେମାନେ ଏ ଦୁର୍ଦ୍ଦଶ ତରୁଣ ରାଜାଟିକୁ କବ୍ଜା କରିବାକୁ ଆଗଭର ହେଲେ। ତାଙ୍କ ନବର ଅବରୋଧ ହେବା ପୂର୍ବରୁ ସେ ଖସି ଚାଲି ଯାଇଥିଲେ। କମ୍ପାନୀ ଗୁପ୍ତଚର ପ୍ରୟୋଗ କରି ତାଙ୍କ ସନ୍ଧାନ ଅବ୍ୟାହତ ରଖିଲା। ରାଜାଟି ଶୋଷଣମୁଖୀ ବିଦେଶୀ ବଣିକଙ୍କୁ ହଲାପଟା କଲା ଭଳି କାର୍ଯ୍ୟକଳାପ ସହ ନିଜ ଅଧ୍ୟାତ୍ମୀୟ ଶୃଙ୍ଖଳାର ଭାରସାମ୍ୟ ରକ୍ଷା କରିବା ଦିଗରେ ଥିଲେ ପାରଙ୍ଗମ। ସେ ପ୍ରତ୍ୟହ ପ୍ରଭାତରେ ରହୁଥିଲେ ଧ୍ୟାନସ୍ଥ। ନିଜ ସୁରକ୍ଷା ଦିଗରେ ସେହିଭଳି ଏକ ଅସତର୍କ ମୁହୂର୍ତ୍ତରେ ଜଣେ ଅମାତ୍ୟଙ୍କ ବିଶ୍ୱାସଘାତକତା ଯୋଗୁଁ ସେ କମ୍ପାନୀ ହାତରେ ବନ୍ଦୀ ହେଲେ। ସେତେବେଳେ ବାରବାଟୀ ଦୁର୍ଗର ଭଗ୍ନାବଶେଷ ଭିତରେ କମ୍ପାନୀର କାର୍ଯ୍ୟାଳୟ। ସେହିଠାରେ ଅଟକ ରହିଲେ ରାଜା। ବୁଦ୍ଧିଦୀପ୍ତ, ନିର୍ଭୀକ ତଥା ସଦା ପ୍ରଫୁଲ୍ଲ ସେ ଯୁବକଙ୍କ ପ୍ରତି ସାହେବମାନେ ଅଧିକ କାଳ ବୈରଭାବ ପୋଷଣ କରିପାରିଲେ ନାହିଁ। ତାଙ୍କଠାରୁ ଭାରତୀୟ କୁସ୍ତି କସରତ ଶିଖିବାର ସୁଯୋଗ ନେଲେ ସେମାନେ। ବନ୍ଦୀ ପ୍ରତି ସେମାନଙ୍କ ଆଚରଣ ହେଲା ସମ୍ଭ୍ରମପୂର୍ଣ୍ଣ।
ବର୍ଷଟିଏ ବିତିଗଲା। ଦିନକର ସୂର୍ଯ୍ୟାସ୍ତ ବେଳେ ମହାନଦୀ ବକ୍ଷରେ ଦେଖାଦେଲା ଏକ ଅପୂର୍ବ ଦୃଶ୍ୟ। ମୟୂରମୁଖୀ ଏକ ଚହଟ ଚିକ୍କଣ ରଙ୍ଗୀନ ନୌକା ଆସି କୂଳରେ ଅଟକିଲା। ତହିଁରେ 24 ଜଣ କାତଧାରୀ। ସେ ମୂଲକର ଜଳପଥରେ ସେ ଧରଣର ନୌକା ଅତ୍ୟନ୍ତ ସୁବିଧାଜନକ ବାହନ, କିନ୍ତୁ ସଚରାଚର ତାହା ଦେଖିବାକୁ ମିଳେନା। ଆକୃଷ୍ଟ ସାହେବମାନେ ନୌକା ମଝିରେ ଦଣ୍ଡାୟମାନ ଜଣେ ସୌମ୍ୟ ଦର୍ଶନ ବୃଦ୍ଧଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥାନ ସମ୍ପର୍କରେ ପୁଚ୍ଛା କରନ୍ତେ ସେ ଉତ୍ତର ଦେଲେ କି ନୌକାଟିର ପ୍ରଭୁ ଜଣେ ସାମନ୍ତ। ସମ୍ପ୍ରତି ଆର୍ଥିକ ସଙ୍କଟରେ ପଡ଼ି ସେ ଗୋଟିକୁ ସେ ମହାଶୟ ବିକ୍ରି କରିଦେବାକୁ ଉଦ୍ଗ୍ରୀବ। ସେମାନେ ବହିର୍ଗତ କ୍ରେତାର ସନ୍ଧାନରେ। ମୂଲ୍ୟ? କୌତୂହଳୀ ହେଲେ ସାହେବମାନେ। ମୂଲ୍ୟ ଭାବରେ ବୃଦ୍ଧ ଯାହା କହିଲେ ତାହା ଦୁର୍ମୂଲ୍ୟ। ସାହେବମାନେ ସନ୍ଦିହାନ ହେବାର ଲକ୍ଷ୍ୟ କରି ବୃଦ୍ଧ ସେମାନଙ୍କ ନେତାଙ୍କୁ କହିଲେ, ହଜୁର, ଏସବୁ ନୌକା ତ ସାଧାରଣ ଲୋକେ ବ୍ୟବହାର କରନ୍ତି ନାହିଁ, କରନ୍ତି ରାଜା ସାମନ୍ତମାନେ। ସେମିତି କେହି ଆପଣଙ୍କ ଚିହ୍ନାଜଣା ଭିତରେ ଥିଲେ ତାଙ୍କୁ ଆଣି ଆମର ସମ୍ପଦଟି ଦେଖାନ୍ତୁ। ସେଭଳି ଜଣେ ସମଜଦାର ଏହାର ଯେତିକି ମୂଲ୍ୟାୟନ କରିବେ ଆମେ ତାହା ସ୍ୱୀକାର କରିନେବୁ। ପ୍ରସ୍ତାବ ବେଶ ଯୁକ୍ତିଯୁକ୍ତ। ସାହେବମାନେ ସେମାନଙ୍କ ବନ୍ଦୀ ବଣୁଆ ଷଣ୍ଢକୁ ନେଇ ଆସିଲେ। ରାଜା ସତେ ଯେପରି ମନଧ୍ୟାନ ଦେଇ ସେ ବିରଳ ପଣିଅଟିକୁ ଦେଖୁଛନ୍ତି, ସେମିତି ଭଙ୍ଗୀରେ ଧୀରେ ଧୀରେ ନୌକା ପାଖକୁ ଅବତରଣ କରି ତାକୁ ପରୀକ୍ଷା କରୁଥିବାର ଅଭିନୟ ସଙ୍ଗେ ସଙ୍ଗେ ବୃଦ୍ଧଙ୍କୁ ନାନା ପ୍ରଶ୍ନ ପଚାରୁ ପଚାରୁ ନୌକା ଭିତରକୁ ଚାଲିଗଲେ। ସେତେବେଳକୁ ସୂର୍ଯ୍ୟାସ୍ତ ହେଲାଣି। ଆଖି ପିଛୁଳାକେ ସକ୍ରିୟ ହୋଇ ଉଠିଲେ 24 ଗୋଟି କାତ। ସାହେବମାନେ ପରିସ୍ଥିତି ହୃଦୟଙ୍ଗମ କରିବା ବେଳକୁ ନୌକା ଯାଇ ନଈ ବାଙ୍କରେ ଅଦୃଶ୍ୟ ହେଲାଣି। ବୃଦ୍ଧ ଜଣକ ରାଜାଙ୍କ ମନ୍ତ୍ରୀ ପାଟ୍ଟ ଯୋଶୀ। ଏମନ୍ତ ଭାବରେ ସେ ତାଙ୍କ ରାଜାଙ୍କୁ ଶତ୍ରୁ କବଳରୁ ଖସାଇ ନେଇ ଚାଲିଗଲେ। ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ରାଜ୍ୟ ଗଲା, କିନ୍ତୁ ରାଜପରିବାରର ଦାୟିତ୍ୱରେ ଥାଏ ଏକାଧିକ ମନ୍ଦିର। ତହିଁରୁ ଗୋଟିକର ଗଠନ ଅଦ୍ଭୁତପୂର୍ବ ତଥା ଅଦ୍ଭୁତପର। ହାତୀଟିଏ ଭଳି ଭିତରେ ବିଷ୍ଣୁ ଭାବରେ ପୂଜିତ ଭାବଗମ୍ଭୀର ସୌନ୍ଦର୍ଯ୍ୟରେ ଗରିଆନ୍ ଧ୍ୟାନମଗ୍ନ ପାଷାଣ ପ୍ରତିମା। ନାମ ଲୋକନାଥ। ନାମରୁ ତଥା ମନ୍ଦିରର ଅଦ୍ଭୁତ ଆକାରରୁ ସେ ବୌଦ୍ଧ ଯୁଗର ଦିଅଁ। ବୁଦ୍ଧଙ୍କର ଏକ ବିଶେଷ ଧ୍ୟାନ ବ୍ୟଞ୍ଜନାର ସେ ପ୍ରତିଫଳନ ବୋଲି ମନେ ହୁଏ। ତେବେ ସେସବୁ ଐତିହାସିକ ବା ତାତ୍ତ୍ୱିକ ପ୍ରସଙ୍ଗ। ସେ ଦ୍ୱୀପଗ୍ରାମରେ ପ୍ରଥମେ ଏ ଲେଖକ ଯାଇ ଉପନୀତ ହୋଇଥିଲା ସମ୍ଭବତଃ 1954 ମସିହାର ଗ୍ରୀଷ୍ମାବକାଶରେ। ଦ୍ୱୀପଗ୍ରାମର ଶାନ୍ତ ଘର୍ଘରତା ଓ ନିର୍ଘୋଷ ବିରହିତ ବାତାବରଣରେ ସମୁଦ୍ର ଏବଂ ତୀରବର୍ତ୍ତୀ ଅରଣ୍ୟାଗତ ପବନର ମୁହୁର୍ମୁହୁ ଢେଉ ତଥା ସେ ସ୍ୱଚ୍ଛ ଅପ୍ରମତ୍ତ ନଈରେ ସ୍ନାନ ଓ ସନ୍ତରଣର ନିମନ୍ତ୍ରଣ ନିଦାଘକୁ କରୁଥାଏ ମଧୁର ଶୀତଳ। ଦିନକର ସୂର୍ଯ୍ୟାସ୍ତ ପରେ ଏକାକୀ ନଈକୂଳ ବୁଲି ଆସି ଗାଁ ଦାଣ୍ଡରେ ଚାଲିଛି, ମନେ ହେଲା ଜଣେ ଯୁବକ ବହୁ ସମୟ ଧରି ନୀରବରେ ମୋତେ ଅନୁସରଣ କରୁଛନ୍ତି। ମୁଁ ଜଣେ ବହିରାଗତ ତରୁଣ, ସେମାନଙ୍କର ଏକାନ୍ତ ଶ୍ରଦ୍ଧେୟ ପରିବାରର ଅତିଥି। ମୋତେ ସ୍ୱତଃସ୍ଫୂର୍ତ୍ତ ସାହଚର୍ଯ୍ୟ ଦେବା ନିମନ୍ତେ ଜଣେ ଗ୍ରାମୀଣ ପାଇଁ ତାହା ହିଁ ସେତେବେଳେ ଥିଲା ଯଥେଷ୍ଟ ଯୁକ୍ତି। ମୁଁ ଥରେ ପଛକୁ ଅନାଇ ଦିଅନ୍ତେ ଆକର୍ଣ୍ଣ ହସି ଯୁବକ ଜଣକ ପାଖକୁ ଲାଗି ଆସିଲେ। ବାବୁ, ଆପଣ ତ ସହରରୁ ଆଇଛନ୍ତି, ସବୁଦିନ ମନେ କଲେ ସିନେମା ଥିଏଟର ଦେଖିବେ। ଆମେ କ'ଣ ଦେଖାଇବୁ? ହେଲେ ହେଇଟି ବାବୁ, ସେ ହାତୀ ଆଡ଼େ ଅନାନ୍ତୁ। ସେ ଲୋକନାଥଙ୍କ ମନ୍ଦିର ଆଡ଼େ ମୋ ଦୃଷ୍ଟିକୁ ଦିଗ୍ଦର୍ଶନ ଦେଲେ। ମୁଁ ତାଙ୍କ ପରାମର୍ଶ ଯଥାବିଧି ମାନ୍ୟ କରିଥିବା ସମ୍ପର୍କରେ ନିଶ୍ଚିତ ହେବା ପରେ
ସେ କହିଲେ କଣ୍ଠସ୍ୱର ନିମ୍ନ କରି, କାରଣ ସେ ପ୍ରକଟ କରୁଥିଲେ ଏକ ଗୋପନ କଥା। ପରତେ ଯିବେ ବାବୁ, ଆମେ ବୁଝିବାରେ ସିନା ପଥର, କିନ୍ତୁ ରାତି ବହୁତ ହେଲେ ହାତୀଟି ଶୁଣ୍ଢ ତୋଳି ଗଛର ପତ୍ରମାନ ଚୋବେଇ ଖାଏ। କାଳେ ମୁଁ ପରତି ଯିବାରେ ସାମାନ୍ୟ ଅସୁବିଧା ଅନୁଭବ କରିବି, ତେଣୁ ସେ ଉପସ୍ଥାପନ କଲେ ପ୍ରତ୍ୟକ୍ଷ ପ୍ରମାଣ। ହେଇଟି ଅନାନ୍ତୁ ସେ ନିମ୍ବ ଗଛ ଆଡ଼େ। ହାତୀ ମୁଣ୍ଡ ଉପରକୁ ଝାଙ୍କି ରହିଥିବା ଡାଳଟିରେ ପତ୍ର କେତେ କମ୍ ଦେଖୁଛନ୍ତି ତ? କାହିଁକି? କୁଆଡ଼େ ଯାଉଛି ସେ ପତ୍ର? ହଉ ବାବୁ, ଚାଲନ୍ତୁ, ଆପଣଙ୍କୁ ନଅର ପାଖରେ ପହଞ୍ଚାଇ ଦେଇ ତେବେ ଯାଇ ଘରକୁ ଯିବି। ବିଂଶ ଶତାବ୍ଦୀର ଷଷ୍ଠ ଦଶକର ପ୍ରଥମାର୍ଦ୍ଧରେ ଥରେ ସେ ଗ୍ରାମ ଅଭିମୁଖେ ଯିବା ବେଳକୁ ଆଉ ନଈ ପାରି ହେବା ନୋହିଲା। ନଈ ନଥିଲା। ନବନିର୍ମିତ ବନ୍ଦରର ଦାବିରେ ନଈଟି ବଳି ପଡ଼ିଛି। ଶୁଣିଥିଲି ଦ୍ୱୀପଗ୍ରାମ ଅତିକ୍ରମ କରି ନଈଟି ପ୍ରବେଶ କରିଥିଲା ଅରଣ୍ୟରେ। ଜ୍ୟୋତ୍ସ୍ନା ରାତିରେ ହରିଣମାନେ ନଈ କୂଳେ କୂଳେ ବିଚରଣ କରିବାକୁ ଭାରି ସୁଖ ପାଉଥିଲେ। ହଠାତ୍ ଏକ ପୂର୍ଣ୍ଣିମାରେ ସେମାନେ ଆସି ଖୋଜିଥିବେ ସେ ନଈକୁ। ଜଳର ଦର୍ପଣରେ ନିଜ ପ୍ରତିବିମ୍ବ ନ ଦେଖି ସେମାନେ ଉଦ୍ଭ୍ରାନ୍ତ ଦେଖାଯାଇଥିବେ। ପରେ ପରେ ଅବଶ୍ୟ ବିଲୁପ୍ତ ହେଲା ସମୁଦ୍ର କୂଳର ଅରଣ୍ୟ। ଗଢ଼ି ଉଠିଲା ଶହ ଶହ କୋଠାବାଡ଼ି, ବଜାର ବିପଣୀ। କୁଆଡ଼େ ଗଲେ ଅରଣ୍ୟର ବାସିନ୍ଦା ବର୍ଗ? ଅଟ୍ଟାଳିକା ଶ୍ରେଣୀ ଭିତରେ ଗୋଟାଏ କୋଠା କାନ୍ଥରେ ଦେଖିଥିଲି ଯୋଡ଼ିଏ ହରିଣର ଚିତ୍ର। ପରେ ଯାଇଛି ଏକାଧିକ ବାର। ପଥରର ହାତୀ ନିଶାର୍ଦ୍ଧରେ ନିମ୍ବପତ୍ର ଚୋବାଇ ଖାଏ। ବିଶ୍ୱାସ ବିଦଗ୍ଧ ସେଭଳି ଯୋଡ଼ାଏ ଦୁଇ ଯୋଡ଼ା ଆଖିର ସନ୍ଧାନ କରିଛି, ସଫଳ ହୋଇନାହିଁ। ଏକଦା ଅଳ୍ପଜ୍ଞାତ ଦ୍ୱୀପଗ୍ରାମ ପାରାଦ୍ୱୀପ ବର୍ତ୍ତମାନ ସୁବିଖ୍ୟାତ ବନ୍ଦର ନଗରୀ। ନଈଟିର ବିଲୋପ ସଙ୍ଗେ ସଙ୍ଗେ ଗ୍ରାମର ଦ୍ୱୀପତ୍ୱର ଅବସାନ। କଳ୍ପନାରେ ତାହା କାହିଁକି ଏକ ଲିଭନ୍ତ ପ୍ରଦୀପର ଚିତ୍ର ଜାଗରୁକ କରେ ଜାଣେନା।